ଓମ୍ ଶାନ୍ତି। ପବିତ୍ରତାର ସାଗର ନିରାକାର ପରମାତ୍ମା ଶିବ ବାବାଙ୍କର ଅନନ୍ୟ ଆତ୍ମିକ ସନ୍ତାନମାନଙ୍କୁ ପବିତ୍ର ଦୁନିଆ ସତ୍ୟଯୁଗୀ ସ୍ୱର୍ଗ ଦୁନିଆର ଅଧିକାର ପ୍ରାପ୍ତ କରୁଥିବାର ଶୁଭେଚ୍ଛା, ଶୁଭ ଅଭିନନ୍ଦନ, ସୁସ୍ୱାଗତମ୍, ସୁପ୍ରଭାତ। ଗରୁଡ଼ ପୁରାଣରେ ଧର୍ମରାଜଙ୍କର ଦଣ୍ଡବିଧାନ ବିଷୟରେ ଅନେକ ରୋଚକ କାହାଣୀମାନ ଦେଖିବାକୁ ମିଳେ। ତେଲ କଡ଼େଇରେ ପକାଇବା, ବିଭିନ୍ନ ବିଷଧର ସର୍ପ ଆଦିଙ୍କ ଭିତରେ ପକାଇବା, ଲୁହା କଣ୍ଟାର ଚାବୁକରେ ପ୍ରହାର କରିବା ଇତ୍ୟାଦି ଦଣ୍ଡବିଧାନ କରାଯିବାର ଉଲ୍ଲେଖ ରହିଛି। ବାସ୍ତବରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା, ସମାଜକୁ ଶୃଙ୍ଖଳିତ କରି ଗଢ଼ି ତୋଳିବା। ଆତ୍ମା ଶରୀର ଆଧାରରେ ହିଁ ଦୁଃଖ ବା ସୁଖ ଭୋଗ କରିଥାଏ। ଅନ୍ତିମ ସମୟରେ ଅର୍ଥାତ୍ ଅନ୍ତିମ ଶଯ୍ୟାରେ ମୃତ୍ୟୁର ଅପେକ୍ଷାରେ ରହିଥିବା ମନୁଷ୍ୟକୁ ତାର କୃତକର୍ମର ସାକ୍ଷାତକାର କରାଇ ବିଭିନ୍ନ ପ୍ରକାରର ଦଣ୍ଡର ଅନୁଭବ କରିବାକୁ ପଡ଼ିଥାଏ, ଯାହାକୁ କୁହାଯାଏ ଆଖିରୁ ରକ୍ତର ନଦୀ ବହିବ। ଥରେ ଜଣେ ନୈଷ୍ଠିକ ବୃଦ୍ଧ ପଣ୍ଡିତ କର୍ମକର୍ମାଣୀ ସାରି ଘରକୁ ଫେରୁଥାନ୍ତି। ବାଟରେ ନଦୀ ପାଖରେ ନିଜର ପୁଟୁଳିଟିକୁ ରଖି ଶୌଚ ହୋଇ ଫେରି ଦେଖନ୍ତି ତ ମାଙ୍କଡ଼ଟିଏ ତାଙ୍କ ପୁଟୁଳିକୁ ଖୋଲି ଖାଇବାରେ ଲାଗିଛି। ଏହା ଦେଖି ପଣ୍ଡିତ କ୍ରୋଧିତ ହୋଇ ତାଙ୍କ ଲାଠିଟିକୁ ମାଙ୍କଡ଼ ଉପରକୁ ଫିଙ୍ଗିଲେ। ଯୋଗକୁ ଲାଠିଟି ମାଙ୍କଡ଼ର କାନ ମୁଣ୍ଡରେ ବାଜିଲା ଏବଂ କିଛି ସମୟ ପରେ ମାଙ୍କଡ଼ଟି ମରିଗଲା। ପଣ୍ଡିତ ପୁଟୁଳିକୁ ଧରି ଘରକୁ ଫେରିଲେ। କିଛି ଦିନ ବିତିଗଲା ପରେ ପଣ୍ଡିତଙ୍କର ମୃତ୍ୟୁ ହେଲା। ନୈଷ୍ଠିକ ବ୍ରାହ୍ମଣ ଜୀବନ ସାରା ଭଲ କାର୍ଯ୍ୟ କରିଛନ୍ତି, ତେଣୁ ଦେବଦୂତ ଆସିଲେ ତାଙ୍କୁ ନେବା ପାଇଁ। କିନ୍ତୁ ଦେବଦୂତ ତାଙ୍କୁ ନେବାକୁ ଉଦ୍ୟତ ହୁଅନ୍ତେ ଯମଦୂତମାନେ ମଧ୍ୟ ଉପସ୍ଥିତ ହୋଇଗଲେ। କହିଲେ, ଆପଣମାନେ ତାଙ୍କୁ ଆମକୁ ଦେଇ ଦିଅନ୍ତୁ। ତାଙ୍କୁ ଯିବାକୁ ପଡ଼ିବ ଆମ ସାଥିରେ ଧର୍ମରାଜଙ୍କ ପାଖକୁ। ଦେବଦୂତ ନିଶ୍ଚିନ୍ତ ହୋଇଗଲେ ଯେ କି କେଉଁଠି ନା କେଉଁଠି ୟାଙ୍କର ତ୍ରୁଟି ରହିଛି, ତେଣୁ ଧର୍ମରାଜ ନେବା ପାଇଁ ଦୂତ ପଠାଇଛନ୍ତି ଏବଂ ସେମାନେ ସେଠାରୁ ଚାଲିଗଲେ। ପଣ୍ଡିତଙ୍କୁ ନିଆଗଲା ଧର୍ମରାଜଙ୍କ ପାଖକୁ। ମାଙ୍କଡ଼ ମାରିବା ଅର୍ଥାତ୍ ଜୀବହତ୍ୟା ଅପରାଧରେ ତାଙ୍କୁ ଅନେକ ଦିନ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା। ଯାହା କଥିତ ଅଛି କି ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ଦୋଷ ନାହିଁ, ତାହା କେବଳ ଏଇ ବସ୍ତୁବାଦୀ ଦୁନିଆର ରୀତିନୀତି ପର୍ଯ୍ୟନ୍ତ ସୀମିତ। କିନ୍ତୁ ଧର୍ମରାଜଙ୍କ ପାଖରେ କେହି ବି ମୁକୁଳି ପାରିବେ ନାହିଁ। ସେ ସାଧାରଣ ଜୀବଟିଏ ହେଉ ବା ମହାନ ପଣ୍ଡିତ ହେଇଥାନ୍ତୁ, ସମସ୍ତଙ୍କୁ ଦଣ୍ଡ ଭୋଗ କରିବାକୁ ହିଁ ପଡ଼ିବ ଯିଏ ଦୋଷୀ। ସେଥିପାଇଁ ନିରାକାର ପିତା ପରମାତ୍ମା ଶିବ ବାବା କହୁଛନ୍ତି, ହେ ମୋର ଆତ୍ମିକ ସନ୍ତାନଗଣ, ଶ୍ରୀମତ ଅନୁସାରେ ପବିତ୍ର ହୁଅ, ତେବେ ଧର୍ମରାଜଙ୍କର ଦଣ୍ଡରୁ ମୁକ୍ତ ହୋଇଯିବ। ଯଦି ହୀରା ସଦୃଶ ସ୍ୱଚ୍ଛ ଚମକଦାର ହେବା ପାଇଁ ଚାହୁଁଛ, ତେବେ ମୁଁ ଯେଉଁ ଆତ୍ମଜ୍ଞାନ ପ୍ରଦାନ କରୁଛି ତାହାକୁ ପାନ କରିଚାଲ। ବିଷକୁ ଛାଡ଼, ଅର୍ଥାତ୍ କାମ କ୍ରୋଧ ଆଦି ପଞ୍ଚବିକାର ରୂପୀ ବିଷକୁ ତ୍ୟାଗ କର। କାରଣ ଜନ୍ମ ଜନ୍ମ ଧରି
ଦେହ ଅଭିମାନ କାରଣରୁ ଏହି ସବୁ ବିକାରର ବଶୀଭୂତ ହେବା କାରଣରୁ ତୁମେମାନେ ଦୁଃଖ ଅଶାନ୍ତି ଭୋଗ କରି ଚାଲିଛ। ପାଞ୍ଚ ତତ୍ଵ ମଧ୍ୟ ସମ୍ପୂର୍ଣ୍ଣ ପତିତ ତମ ପ୍ରଧାନ ହୋଇଯାଇଛି ଏହି ବିକାର ଯୋଗୁଁ। ତେଣୁ ଏବେ ଏହାକୁ ତ୍ୟାଗ କରି ଏକମାତ୍ର ମୋ ଶ୍ରୀମତରେ ଚାଲ, ତେବେ ସବୁ ପାପରୁ ମୁକ୍ତ ହୋଇ ଆତ୍ମା ଦୈବୀ ଗୁଣ ଯୁକ୍ତ ସ୍ୱଚ୍ଛ ପବିତ୍ର ହୋଇଯିବ। ଏହା ହିଁ ହେଉଛି ସତ୍ୟଯୁଗୀ ପଦପଦବୀର ଆଧାର। ପବିତ୍ରତା ଉପରେ ହିଁ ସାରା ଖେଳ। ଯେପରି ସୁନାକୁ ଶୁଦ୍ଧ କରିବା ପାଇଁ ନିଆଁରେ ପକାଯାଇଥାଏ, ସେହିପରି ତୁମର ଆତ୍ମା ରୂପକ ସୁନା ମୋ ସ୍ମୃତି ରୂପକ ଅଗ୍ନିରେ ଶୁଦ୍ଧ ପବିତ୍ର ହୋଇପାରିବ, ଯାହାକୁ କୁହାଯାଏ ଯୋଗ ଅଗ୍ନି। ଏହାଦ୍ୱାରା ଆତ୍ମା ସଦ୍ଗତିକୁ ଅର୍ଥାତ୍ ସତ୍ୟଯୁଗୀ ସ୍ୱର୍ଗରାଜ୍ୟର ପଦକୁ ପ୍ରାପ୍ତ କରିଥାଏ। ଯେଉଁମାନେ ପବିତ୍ର ହେଉନାହାନ୍ତି, ସେମାନେ ଦଣ୍ଡ ଭୋଗ କରି ନିଜ ନିଜ ଧର୍ମକୁ ଚାଲି ଯାଇଥାନ୍ତି। ସେମାନେ ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ଆଦି ସନାତନ ଦେବୀ ଦେବତା ଧର୍ମର ସୁଖରୁ ବଞ୍ଚିତ ରହିଥାନ୍ତି। ସେଥିପାଇଁ ମୋର ଶ୍ରୀମତ ହେଲା, ଘର ଗୃହସ୍ଥରେ ରୁହ, ସଂସାର ସମ୍ଭାଳ, ପରନ୍ତୁ ପବିତ୍ର ରୁହ, ମୋ ସ୍ମୃତିରେ ରୁହ। କୌଣସି ଦେହଧାରୀଙ୍କୁ ମନେ ପକାଇବାର ନାହିଁ, ବୁଦ୍ଧିଯୋଗ ତାଙ୍କ ସହିତ ଲଗାଇବାର ନାହିଁ। ହାତରେ କାମ କରିଚାଲ, ବୁଦ୍ଧିରେ ମୋ ସ୍ମୃତି ରହିଥାଉ, ଯାହାକୁ କୁହାଯାଏ ମନ୍ମନା ଭବ। ଏହାଦ୍ୱାରା ଦୈବୀ ରାଜ୍ୟରେ ଉଚ୍ଚ ପଦ ପ୍ରାପ୍ତ ମଧ୍ୟ ହୋଇପାରିବ। ସେଥିପାଇଁ ଯୋଗ ବଳ ଦ୍ୱାରା ବିକର୍ମର ସବୁ ହିସାବ କିତାବକୁ ଚୁକ୍ତ କରି ଆତ୍ମାକୁ ଶୁଦ୍ଧ ଏବଂ ବାୟୁମଣ୍ଡଳକୁ ଶାନ୍ତ କରିବାକୁ ପଡ଼ିବ। ଶିବ ବାବାଙ୍କର ଶ୍ରୀମତ ଅନୁସାରେ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିବାକୁ ହେବ। ଶିବ ବାବାଙ୍କର ହେଇସାରିବା ପରେ ପୁନଶ୍ଚ କୌଣସି ବିକାରର ବଶବର୍ତ୍ତୀ ହୋଇ ପବିତ୍ର ସତ୍ୟଯୁଗୀ ସ୍ୱର୍ଗରାଜ୍ୟର ରଚନା କାର୍ଯ୍ୟରେ ବିଘ୍ନ ରୂପ ହେବା ଅନୁଚିତ। ବାବା କହୁଛନ୍ତି, ମନ ବୁଦ୍ଧିର ସ୍ୱଚ୍ଛତା ଦ୍ୱାରା ଯଥାର୍ଥ ନିର୍ଣ୍ଣୟ କରୁଥିବା ସଫଳତା ସମ୍ପନ୍ନ ଆତ୍ମା ହୁଅ। ଯେକୌଣସି କାର୍ଯ୍ୟରେ ସଫଳତା ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ବୁଦ୍ଧି ଯଥା ସମୟରେ ଯଥାର୍ଥ ନିର୍ଣ୍ଣୟ ଦେଇଥାଏ। ତେବେ ନିର୍ଣ୍ଣୟ ଶକ୍ତି ମଧ୍ୟ ସେତେବେଳେ କାର୍ଯ୍ୟ କରିଥାଏ, ଯେତେବେଳେ ମନ ବୁଦ୍ଧି ସ୍ୱଚ୍ଛ ରହିଥାଏ, ଅର୍ଥାତ୍ ମନରେ କୌଣସି ଅଶୁଦ୍ଧତା ବା ମଇଳାପଣ ନଥାଏ। ମନ ବୁଦ୍ଧି ମଧ୍ୟ ସ୍ୱଚ୍ଛ ରହିଥାଏ ସେତେବେଳେ ଯେତେବେଳେ ଯୋଗ ଅଗ୍ନି ଦ୍ୱାରା ମନକୁ ସିଦ୍ଧ କରାଯାଏ। କୌଣସି ପ୍ରକାରର ଦୋଷ ଦୁର୍ବଳତା, ବ୍ୟର୍ଥ ବା ଅଶୁଦ୍ଧ ସଂକଳ୍ପ ହିଁ ମନର ମଇଳା ଅଟେ। ଏହା ସମାପ୍ତ ହେବା ଦ୍ୱାରା ଚିନ୍ତାମୁକ୍ତ ସ୍ଥିତି ହୋଇଯିବ। ଚିନ୍ତାମୁକ୍ତ ସ୍ଥିତି ହିଁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହିଁ ସଫଳତା ଆଣିଦେଇଥାଏ। ଯଦି ସର୍ବଦା ଶ୍ରେଷ୍ଠ ଏବଂ ଶୁଦ୍ଧ ସଂକଳ୍ପ ଜାଗ୍ରତ ରହିବ, ତେବେ ବ୍ୟର୍ଥ ସ୍ୱତଃ ହିଁ ଦବିଯିବ, ଅର୍ଥାତ୍ ସମାପ୍ତ ହୋଇଯିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଚିନ୍ତନ ମନ୍ଥନ କରିବା, ଆଲୋଚନା ମାଧ୍ୟମରେ ନିଜ ଜୀବନରେ ଧାରଣା କରିବା।
ସାରା ବିଶ୍ୱର କଲ୍ୟାଣ କାମନା କରି ନିଜର ଉନ୍ନତିର ଚିନ୍ତା କରି ବିଶ୍ୱ ପରିବର୍ତ୍ତନର କାର୍ଯ୍ୟରେ ନିଜକୁ ସହଯୋଗୀ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।